ମାନେ ଆଜି ଆମର ହାଟ ହେଇଥିଲା ହଜବେଣ୍ଡ ହାଟ କରିକି ଆସିଛନ୍ତି ଆଉ ସେ ତ କାଲି ଦିନ ସାରା ଡ୍ୟୁଟିରେ ଥିଲେ ରାତି ଡ୍ୟୁଟି ବି କରିଛନ୍ତି ମାନେ କାଲି ସକାଳୁ ଘରୁ ବାହାରିକି ଯାଇଥିଲେ ଯେ ଆଜି ଆସିକି 8:30 ହେଲାଣି ଘରେ ପହଞ୍ଚୁଛନ୍ତି ଆଉ ସିଆଡ଼ୁ ଏକ ନମ୍ବର ହାଟରୁ ମାର୍କେଟିଂ କରିକି ଆଣିଛନ୍ତି ପରିବା ତ ଯାହା ରେଟ୍ ହେଲାଣି ସୁନା ଗହଣା ଭଳିଆ ରେଟ୍ ହେଇଯାଉଛି କ'ଣ ଖାଇବା କ'ଣ କରିବେ କିଛି ଜାଣି ହେଉନି ଯାହା ଯେମିତି ଚଳିବା କଥା ଆଉ କଷ୍ଟ ଆଉ କ'ଣ କରିବେ ଖାଇବାକୁ ତ ପଡ଼ିବ ନିହାତି ତ ଦରକାର ଆଳୁ ଟମାଟୋ ପିଆଜ ଏଗୁଡ଼ାକ ତ ନିହାତି ଦରକାର ନା ଆଉ କମନ୍ ପରିବା ତ ସବୁଦିନ ଖାଇ ହେବନି ମାନେ ଆଳୁ ପିଆଜ ସବୁଦିନ ଆଉ କ'ଣ ଖାଇ ହେବ କି କିଛି କିଛି ଆଡ଼୍ କରିବାକୁ ପଡ଼ିବ 2 ଜଣ ମଣିଷ କିନ୍ତୁ ଆମର ଆଳୁ କେମିତି ସରୁଛି ଦେଖନ୍ତୁ ଏତେ କେତେ ଟଙ୍କାର ପରିବା ହେଇଥିବ କ'ଣ ଗୋଟେ ପାଖାପାଖି 200-250 ଏକ ନମ୍ବର ହାଟରେ ପାଖାପାଖି 200-250 ପରିବା ଏତକ ସବୁଥିରେ ଲୋକାଲ ଏରିଆରେ କ'ଣ ବିକୁଥିବେ ଦୋକାନୀ ମାନେ ଆପଣମାନେ ନିହାତି କମେଣ୍ଟ ମାଧ୍ୟମରେ ଜଣେଇବେ